ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ସିରିଜ ଆପଣଙ୍କ ପାଇଁ ଅଟେ, ଯେଉଁଥିରେ ସବୁଦିନ ମିନିମମ୍ ଆପଣ 4ରୁ 5ଟି ଆପଣଙ୍କର ଭିଡ଼ିଓ ପାଇବେ କମ୍ପ୍ୟୁଟରକୁ ନେଇକି। ଯେତିକି ବି ପରୀକ୍ଷା ଆପଣଙ୍କର ହେଇଛି ଓଡ଼ିଶାରେ ତଥା ଭାରତରେ ସବୁ କ୍ୱେଶ୍ଚନ୍ସକୁ ଗୋଟେ ପରେ ଗୋଟେ ଆପଣଙ୍କର ମୁଁ କଭରେଜ କରେଇଦେବି। ତା ସହିତ ତାକୁ ନେଇକି ଆଉ କ'ଣ ସବୁ ପ୍ରଶ୍ନ ପଚାରିପାରେ ତାହା ମଧ୍ୟ ମୁଁ ଆପଣଙ୍କର ଡିସ୍କସନ୍ କରେଇଦେବି। ଯାହା ବି ଆପଣଙ୍କର କ୍ୱେଶ୍ଚନ୍ସ ପଡ଼ିବ ଏଇ ଭିତରୁ ହିଁ ଆପଣଙ୍କର ପଡ଼ିବ, ୟା ବାଦ୍ ଆପଣଙ୍କର ଆଉ କିଛି ପଡ଼ିବ ନାହିଁ। ଏବଂ ଡେଡିକେଟେଡ଼ଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯଦ୍ୱାରା କି ସବୁଦିନ ଆପଣ 8ରୁ 9 ଘଣ୍ଟା ଆପଣ ପଢ଼ିପାରିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା OSSC CGL 2023ର ଆପଣଙ୍କର କ୍ୱେଶ୍ଚନ୍ସ। ଚାଲନ୍ତୁ ଆରମ୍ଭ କରିବା। କ୍ୱେଶ୍ଚନ ନମ୍ବର 1, a dash partitions a web browser window so that multiple web document can be displayed simultaneously। ଆପଣଙ୍କୁ ପଚାରିଛି ଆପଣ ବହୁତ ସାରା ଡକୁମେଣ୍ଟକୁ ଏକା ସାଙ୍ଗରେ ଦେଖିବାକୁ ପାଇବେ, ତାକୁ ଆମେ ମଲ୍ଟି ବ୍ରାଉଜର ବୋଲି ଆପଣଙ୍କର କହିଥାଉ। ଆପଣ ଦେଖିଥିବେ ନା ଏକା ସାଙ୍ଗରେ ବହୁତ ସାରା, ଆପଣ ଯେମିତି ଦେଖନ୍ତୁ ଏଇଠି ଏଇଠି ଆପଣ ଦେଖିପାରୁଥିବେ, ଏଇଟା ବି ଓପେନ୍ ହେଇଛି, ଏଇଟା ବି ଏମିତି ବହୁତ ସାରା ଓପେନ୍ ହେଇଛି ନା, ତ ଏହାକୁ ଫ୍ରେମ୍ ସେଟ୍ ବୋଲି ଆମର କୁହାଯାଏ। ଫ୍ରେମ୍ ସେଟ୍ ବୋଲି ଆପଣଙ୍କର କୁହାଯାଏ। ଠିକ୍ ଅଛି, ନେକ୍ସଟ, ଡେସ୍ କଣ୍ଟ୍ରୋଲ୍ସ ଅଲ୍ ଦ ମେନ୍ ସ୍ଲାଇଡ୍। କିଏ ଆପଣଙ୍କର କଣ୍ଟ୍ରୋଲ କରିଥାଏ ବୋଲି ଆପଣଙ୍କର ପଚାରିଛି। ଆମେ ବେସିକାଲି ନାଟାରୁ ଆପଣଙ୍କର ବୁଝିପାରୁଛେ ଯେ କଣ୍ଟ୍ରୋଲ କାମ ଗୁଡ଼ା ଆପଣଙ୍କର କିଏ କରେ, କଣ୍ଟ୍ରୋଲ ପ୍ୟାନେଲ। ତ ଏଠି କଣ୍ଟ୍ରୋଲ ପ୍ୟାନେଲ କରିଦେଲେ ଆପଣଙ୍କର ଭୁଲ ହେଇଯିବ। ଟାସ୍କ ଆପଣଙ୍କର କହିଛି ନା, ଟାସ୍କ ଗୁଡ଼ାକୁ ଆପଣଙ୍କର ଟାସ୍କ ପେନ୍ କରିଥାଏ। ଠିକ୍ ଅଛି, ନେକ୍ସଟ, ହ୍ୱାଟ୍ ଇଜ୍ ଦ ମ୍ୟାକ୍ସିମମ୍ ନମ୍ବର ଅଫ୍ କଲମ୍ that can be inserted in MS Word। ମ୍ୟାକ୍ସିମମ୍ କେତୋଟି ଆମେ କଲମ୍ ଆପଣଙ୍କର ଇନସର୍ଟ କରିପାରିବା MS Wordରେ ବୋଲି ଆପଣଙ୍କର ପଚାରିଛି। ତ 63ଟି ଆପଣଙ୍କର ରହିଛି, ଅପସନ୍ ନଥିଲେ 65 ଆମେ କରିଦେବା ଆଉ। ଠିକ୍ ଅଛି, ହେଲ୍ପର ସର୍ଟକଟ୍ କି ଆପଣଙ୍କର କ'ଣ? ଆଚ୍ଛା, ଆମକୁ ପରୀକ୍ଷାରେ ପଚାରିବ ହାଉ ମେନି ଫଙ୍କସନାଲ କିଜ୍ ଆର୍ ଦେୟାର। କେତୋଟି ଆମର ଫଙ୍କସନାଲ କିଜ୍ ଆପଣଙ୍କ ରହିଛି? F1ରୁ F12 12ଟି ଆପଣଙ୍କ ରହିଛି, ରାଇଟ୍। ତ ଏଇ ଯେଉଁ ଫଙ୍କସନାଲ କିଜ୍ର ସମସ୍ତଙ୍କର ଆପଣଙ୍କର ଅଲଗା ଅଲଗା ଆପଣଙ୍କର କାମ ବି ରହିଛି, ରାଇଟ୍। ଫଙ୍କସନାଲ କିଜ୍ର ଆପଣଙ୍କର, ଠିକ୍ ଅଛି, ବିଲକୁଲ। ଏବେ ଦେଖନ୍ତୁ ଗୋଟେ ଗୋଟେ ମୁଁ ଆପଣଙ୍କୁ ସବୁ ଜିନିଷ ଗୁଡ଼ା କହିଦେଉଛି, କାହାର ଆପଣଙ୍କର କ'ଣ ସବୁ କାମ। ଯେମିତି ଆମକୁ ପରୀକ୍ଷାରେ ପଚାରିପାରେ ହେଲ୍ପ, ହେଲ୍ପ ପାଇଁ ଆମେ କାହାକୁ ଆପଣଙ୍କର ପ୍ରେସ୍ କରିଥାଉ ନା, ହେଲ୍ପ ପାଇଁ ଆପଣଙ୍କର F1କୁ ଆମେ ପ୍ରେସ୍ କରୁ ହେଲ୍ପ ପାଇଁ। ଠିକ୍ ଅଛି, ସେମିତି F2 ଆପଣଙ୍କର କ'ଣ ହେଇଯିବ, F2ରେ ଆମର ରିନେମ୍ ହେଇଯିବ। ଆଉ Alt ପ୍ଲସ୍ F4 ପ୍ରେସ୍ କଲେ ତ ସାଟଡାଉନ୍ ହେଇଯିବ, F5 କଲେ ଆମର ରିଫ୍ରେଶ୍ ହେଇଯିବ, ରାଇଟ୍। ଆଉ ରିନେମ୍ ପାଇଁ ବେଳେବେଳେ ଆମକୁ ପରୀକ୍ଷାରେ ପଚାରିଦିଏ ରିନେମ୍, ରିନେମ୍ର ଆପଣଙ୍କର ଫୁଲ୍ ଫର୍ମ ମଧ୍ୟ ଆମକୁ ରିନେମ୍ ଦ୍ୱାରା କ'ଣ ହେଇଥାଏ। ଠିକ୍ ଅଛି, ଦେଖନ୍ତୁ ତାହେଲେ ହେଲ୍ପ ପାଇଁ F1, F2 ପାଇଁ ଆପଣଙ୍କ ରିନେମ୍, F3ରେ ଆମେ ସର୍ଚ୍ଚ କରିପାରିବା ଏବଂ F5ରେ ରିଫ୍ରେଶ୍ ଆପଣଙ୍କର। ଏବଂ ଯଦି ଆମେ ସେଭ୍ ଏଜ୍ କରିବା ନା, ଦେନ୍ F12 ପ୍ରେସ୍ କଲେ ଆମର ସେଭ୍ ଏଜ୍ ଆପଣଙ୍କର ହେଇଯିବ। ଆପଣ ଫାଇଣ୍ଡ ବି କରିବେ, ରିପ୍ଲେସ୍ ବି। ଯଦି ଖାଲି ଫାଇଣ୍ଡ କରିଥାନ୍ତେ ଦେନ୍ କଣ୍ଟ୍ରୋଲ F କଲେ ହୁଅନ୍ତା, ଆଉ ଫାଇଣ୍ଡ ବି କରିବେ, ରିପ୍ଲେସ୍ ବି କରିବେ, ତ କଣ୍ଟ୍ରୋଲ H କରିଦେଲେ ଆପଣଙ୍କର ହେଇଯିବ। ଠିକ୍ ଅଛି, ନେକ୍ସଟ ପଚାରିଛି ହ୍ୱାଟ୍ ସର୍ଟକଟ୍ କି ଇଜ୍ ୟୁଜ୍ ଟୁ ସ୍ପ୍ଲିଟ୍ ଏ ଟେବୁଲ୍ ଇନ୍ MS Word। ଆପଣ ସ୍ପ୍ଲିଟ୍ କରିବା ପାଇଁ ଚାହୁଁଛନ୍ତି, ତ କାହାକୁ ପ୍ରେସ୍ କଲେ ଆପଣଙ୍କର ସ୍ପ୍ଲିଟ୍ ହେଇପାରିବ ବୋଲି ଆପଣଙ୍କର ପଚାରିଛି। କାହାକୁ ପ୍ରେସ୍ କଲେ ସିଏ ଆପଣଙ୍କର ସ୍ପ୍ଲିଟ୍ ହେବ। ତ ଆମେ ଜାଣିଛେ କଣ୍ଟ୍ରୋଲ ପ୍ଲସ୍ ଶିଫ୍ଟ ପ୍ଲସ୍ ଆପଣଙ୍କର ଏଣ୍ଟର, ଯଦି ୟାକୁ ପ୍ରେସ୍ କରିବା ନା ଦେନ୍ ଇଏ ଆପଣଙ୍କର ସ୍ପ୍ଲିଟ୍ ଆପଣଙ୍କର ହେଇଯିବ। ଠିକ୍ ଅଛି, ନେକ୍ସଟ, ହ୍ୱାଟ୍ ପାୱାର ପଏଣ୍ଟ ଫିଚର ୱିଲ୍ ୟୁ ୟୁଜ୍ ଟୁ ଆପ୍ଲାଏ ମୋସନ୍ ଇଫେକ୍ଟ। ଆପଣ ମୋସନ୍ ଦେବା ପାଇଁ ଚାହୁଁଛନ୍ତି, ତ ମୋସନ୍ ଆପଣ କେଉଁଠୁ ଦେଇପାରିବେ, ଆନିମେସନରୁ ଆପଣଙ୍କର ଦେଇପାରିବେ, ସ୍ଲାଇଡ୍ ଟ୍ରାଞ୍ଜିସନରୁ, ନା ଆପଣଙ୍କର କେଉଁଠୁ? ଏଠି ପଚାରିଛି ପରା ମୋସନ୍ ଦେବେ, ତାହେଲେ ଆପଣଙ୍କର ଆନିମେସନ୍ ଫିଚରରୁ ଆମର ଦିଆଯାଏ। ଆନିମେସନ୍ ଫିଚର ବା ଆନିମେସନ୍ ଆମର ଅବଜେକ୍ଟ ବୋଲି ଆମେ କହିପାରିବା, ଆନିମେସନ୍ ସ୍କିମ୍ ବୋଲି ଆପଣଙ୍କର କୁହାଯାଏ। ଠିକ୍ ଅଛି, ଇନ୍ MS Excel ଲଙ୍ଗ୍ ଟେକ୍ସଟ କ୍ୟାନ୍ ବି ବ୍ରୋକେନ୍ ଡାଉନ୍ ଇଣ୍ଟୁ ମେନି ଲାଇନ୍ସ ୱିଥିନ୍ ଏ ସେଲ୍। ଆପଣ ବଡ଼ ବଡ଼ ଜିନିଷ ଗୁଡ଼ାକୁ ଛୋଟିଆ ଛୋଟିଆ ଆପଣଙ୍କର କରିବେ, କେମିତି କରିବେ ବୋଲି ଆପଣଙ୍କର ପଚାରିଛି। ତ ଏଇଟା ରାପ୍ ଟେକ୍ସଟରୁ ଆପଣଙ୍କର କରାଯାଏ ଏଇଠୁ। ଠିକ୍ ଅଛି, ଆମକୁ ବେଳେବେଳେ ପରୀକ୍ଷାରେ ପଚାରିବ ରୋ ଆଉ କଲମ ଆକାରରେ କେଉଁଟା ସଜା ହେଇଥାଏ। ତ ଆମର MS Excelରେ ଡାଟା ଗୁଡ଼ା ରୋ ଆଉ କଲମ ଆକାରରେ ସଜା ହେଇଥାଏ।
कंट्रोल प्लस डी जदि आमे करिबा डी कले आपणकर कौन हो बोली पचारिछि कंट्रोल प्लस जदि आमे आपणकर डी प्रेस करदेबा डी कले आपणकर कौन हे जिवरे फिल डाउन द सिलेक्शन एटा आपणकर हे जिवो ठीक अछि नेक्स्ट व्हिच मेनू ऑप्शन कैन बी यूज्ड टू स्प्लिट विंडोज इनटू टू इन एक्सेल आपणकर स्प्लिट करिया पई चाहुचंती स्प्लिट माने कोन अलग करिया पई चाहुचंती तो केमिति करिवे व्यू रे क्लिक करिकि विंडो रे क्लिक करिकि आमे स्प्लिट कर देले आपणकर हे जिवो ठीक अछि व्हिच टूल डू यू यूज टू क्रिएट ए क्वेरी आपण गोटे क्वेरी आपणकर करिया पई चाहुचंती तो काहाकू प्रेस कले से गोटे आपणकर क्वेरी हे जिवो काहाकू आमे जानिछे ना सिंपल क्वेरी वेजेड रे आपणकर करा जाई पारिबो ठीक अछि द प्रोसेस ऑफ डिवीजन देखंत एटा बारंबार बारंबार आपणकर पचारे सब परीक्षा रे जिनस गुडा को आमे जो भाग भाग आपणकर करू ताको आमे कोन बोली कहिथाउ पार्टीशन आपणकर देइथिबो किंबा आउ कोन लेखा हेतिबो रे सेगमेंटेशन भी आपणको लेखा हेतिबो जिनस गुडा को आमे जो भाग भाग करू पार्टीशन किंबा सेगमेंटेशन बोली हमर लेखा हेइथाय चलेगा ओएसआई रो फुल फॉर्म आपणकर कोन बोली पचारिछि ओ ओपन सिस्टम इंटरफेस ओपन सिस्टम इंटरफेस आपणकर हेइछबा इंटर कनेक्शन बोली आमे कहिथाउ ओपन सिस्टम इंटर कनेक्शन एटा तो ओपन सिस्टम इंटरफेस गोटे ही अछि ए जो एचटीटीपी हे गला किबा एचटीटीपीएस आपणकर हे गला एगुडा गोटे गोटे आपणकर कोन दिज ऑल आर एगुडा गोटे गोटे होछि हमरो नेटवर्क लेयर आपणकर प्रोटोकॉल प्रोटोकॉल ना आपणकर एप्लीकेशन लेयर एगुडा होछि गोटे गोटे हमरो एप्लीकेशन लेयर हमरो प्रोटोकॉल आपणकर अटे एप्लीकेशन लेयर हैला हमको परीक्षा रे पचार दे पारे ए जो मॉड्यूलेशन डिमॉड्यूलेशन काम किए करिथाय किंबा आनालॉग रु डिजिटल डिजिटल रु आनालॉग आपणकर किए करिथाय बोली परीक्षा रे पचारिबो ठीक अछि नेक्स्ट डाटा कम्युनिकेशन सिस्टम विथिन ए बिल्डिंग और कैंपस इज नॉन माने आपण जोटी रहउचंती गोटे छोटो मोटो घर रे सेठी जो डाटा गुडा जणको पाखरु आउ जणको पाखु आपणकर ट्रांसफर हुए ताको हमें कोन बोली कहिथाउ ताको आपणकर लान द्वारा कहा द्वारा आपणको ट्रांसफर हुए लान बा लोकल एरिया नेटवर्क हमको वन रो मध्य पचार दे पारे वाइड एरिया नेटवर्क मान कौन हो मेट्रोपॉलिटन एरिया आपणको नेटवर्क आउ सेमती पान तो पर्सनल एरिया आपणकर नेटवर्क a DAS is a device that forward packets between network by processing the routing information included देखो राउटिंग इनफॉरमेशन आपणकर पचारिछि तो राउटिंग इनफॉरमेशन में राउटर हे जिवो ना राउटर आपणकर हे जिवो एचटीटीपीएस रे एस रो फुल फॉर्म कोन एस माने कोन करे एस माने होछि आपणकर सिक्योर हाइपर टेक्स्ट ट्रांसफर प्रोटोकॉल एस माने आपणकर सिक्योर हे जिवो ठीक अछि व्हाट विल हैपन इफ द ईमेल डज नॉट कंटेन द सब्जेक्ट तारा जो सब्जेक्ट आपणकर नथिबो ताले कोन हे जिवो कहले देखि किछि नै एमती मेल जीवनी नॉर्मल आपणकर मेल आपणकर जाय प्रॉम्प्ट आस्किंग टू सेंड मेल विदाउट सब्जेक्ट से पचारि देबो आपणकर जे आपण बिना सब्जेक्ट रे पठेया पई चाहुचंती कि चाहुचंती किछि पचारिबोनी डायरेक्टली पळेबो मेल विल बी सेंड नॉर्मली ठीक अछि मॉडेम रो काम कोन बोली पचारिछि से कोन करे से हमरो एनालॉग रो डिजिटल आपणकर करे डिजिटल रो एनालॉग आपणकर करे तथा मॉड्यूलेशन डिमॉड्यूलेशन काम आपणकर करिथाय और जेहेतु आपणकर अछि माने तो आपणकर करि देबा हो ठीक अछि रे वेरी गुड नेक्स्ट आपणकर हाउ मेनी बिट्स आर देयर इन हेक्साडेसिमल हेक्सा कहिछि माने आपणकर कोन हे जिवो हेक्सा माने आपणकर 16 हे जिवो 16 16 आपणकर हे जिवो 16 बिट देखो के वहां चला केतोटी बिट आपणकर पचारिछि हला देखंतु आमे जानिछे ना जे 4 बिट रे 1 नेबल तनकरी चारटा आपणकर बिट ए सिंगल हेक्साडेसिमल डिजिट रिप्रेजेंट 4 बिट्स इन ए कोड चार चार लेखा आपणकर थाए तो पचारिछि सेव एज करिया पई आपण कोन करिवे F12 ना F12 जदि आमे प्रेस करि देबा देन सी हमरो सेव एज आपणकर हे जिवो ठीक अछि एबे हमकु हार्डवेयर आउ सॉफ्टवेयर को नेकी मध्य किछि प्रश्न आपणकर पचारि देई पारे किंबा हमकु ए जो डुप्लेक्स हाफ डुप्लेक्स हला हाफ डुप्लेक्स आपणकर फुल डुप्लेक्स आउ सिंप्लेक्स एटा मध्य हमकु परीक्षा रे आपणकर पचारि देई पारे तो आपण माने इजीली कहि देई पारिबे ना सिंप्लेक्स हाफ डुप्लेक्स आ गुटे होछि आपणकर फुल डुप्लेक्स सिंप्लेक्स माने कोन जोथिरे केवल वन डायरेक्शन धरा जो आपणकर रेडियो रे
ରେଡ଼ିଓରେ ଆପଣ ଯାହା କହିଲେ ସାମ୍ନା ବାଲା ରେଡ଼ିଓ ଯାହା କହିଲା ଥରେ କହିବ, ଆପଣଙ୍କର କଥାକୁ ରେଡ଼ିଓ କ'ଣ ଶୁଣିପାରିବ? ଶୁଣିପାରିବନି, ସେ ସିମ୍ପ୍ଲେକ୍ସ ଆପଣଙ୍କର। ସେମିତି ହାଫ୍ ଡୁପ୍ଲେକ୍ସ ଆପଣଙ୍କର କହିଲେ କ'ଣ, ମାନେ ଗୋଟେ ଟାଇମରେ ଖାଲି ଗୋଟେ ପଟୁ ହିଁ ଆପଣଙ୍କର ଶୁଣାଯିବ। ଯେମିତି ୱାକି ଟକି ଆପଣ ଦେଖିବେ ନା, ଗୋଟେ ପଟୁ ହଁ ହଲୋ 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 ଏପଟୁ କହୁଛନ୍ତି, ସେପଟୁ ଶୁଣିଲେ, ସେପଟୁ କହିବେ, ଏପଟୁ ଆପଣଙ୍କର ଶୁଣିବେ। ଆଉ ଫୁଲ୍ ଡୁପ୍ଲେକ୍ସ ମାନେ ବହୁତ ପଟୁ, ଯେମିତି ମୋବାଇଲ ଫୋନ୍ ଗୁଡ଼ା ଏପଟୁ ସେପଟୁ ଏକା ସାଙ୍ଗରେ ଆପଣମାନେ କଥା କହିପାରୁଛନ୍ତି ନା, ସେଟା ହେଉଛି ଆପଣଙ୍କର ଫୁଲ୍ ଡୁପ୍ଲେକ୍ସ। ଠିକ୍ ଅଛି, ବିଲକୁଲ। ଆଉ ଏଇ ଯେଉଁ କଣ୍ଟ୍ରୋଲ, ଆଲ୍ଟ, ଶିଫ୍ଟ, ଡିଲିଟ୍, ଏ ସବୁ ଗୁଡ଼ାକୁ ଆମେ କ'ଣ ବୋଲି କହୁରେ, ମଡିଫାୟର ବୋଲି ଆମେ କହୁ। ଆଉ ଯେଉଁ ଆମର ରହିଲା କ୍ୟାପ୍ସ ଲକ୍ ଆପଣଙ୍କର ରହିଗଲା, କିମ୍ବା ନମ୍ବର ଲକ୍ ଆପଣଙ୍କର ରହିଗଲା, ଏ ସବୁ ଗୁଡ଼ାକୁ ଆମେ କ'ଣ ବୋଲି କହୁ ନା, ଏଗୁଡ଼ାକୁ ଆମେ ଟଗଲ କି ବୋଲି ଆମେ କହିଥାଉ। କ'ଣ ବୋଲି କହୁ, ଟଗଲ କି। କ୍ୟାପ୍ସ ଲକ୍ଟାକୁ ଅନ୍ କରିଦେଲେ ସବୁଗୁଡ଼ା ଆପଣଙ୍କର କ୍ୟାପିଟାଲ ହେଇଯିବ। ନମ୍ବର ଲକ୍ଟାକୁ ଅନ୍ କଲେ ନମ୍ବର ଟାଇପ୍ କରିହେବ, ଅଫ୍ କରିଦେଲେ ଆଉ ଜମାରୁ ବି ଟାଇପ୍ କରି ହେବ ନାହିଁ। ତେଣୁକରି ଏଗୁଡ଼ା ଆପଣଙ୍କର କ'ଣ ନା ଟଗଲ କି ବୋଲି ଆମେ କହିଥାଉ। ଠିକ୍ ଅଛି। ଆଉ ଆଉ ଆପଣଙ୍କର ହାର୍ଡ଼ୱେର୍ ସଫ୍ଟୱେୟାରରୁ ଯାହା ବି ଆପଣଙ୍କର ପଚାରିବ, ଆପଣମାନେ ପ୍ରାୟତଃ ସବୁ ଜିନିଷ ଗୁଡ଼ା କରିଦେଇ ପାରିବେ, ସେମିତି କିଛି ଅସୁବିଧା ହିଁ ନାହିଁ। ଆଉ ସେଇ ଯେଉଁ ଜେନେରେସନ୍ ଅଫ୍ କମ୍ପ୍ୟୁଟର ଗୁଡ଼ା ଆପଣଙ୍କର ଟିକେ ମନେ ରଖିଥିବେ ହେଲା, କେଉଁ ଜେନେରେସନରେ କାହାକୁ ବ୍ୟବହାର କରାଯାଇଥିଲା। ଯେମିତି ଫାର୍ଷ୍ଟ ଜେନେରେସନରେ ଭ୍ୟାକ୍ୟୁମ୍ ଟ୍ୟୁବକୁ, ସେକେଣ୍ଡ ଜେନେରେସନରେ ଟ୍ରାଞ୍ଜିଷ୍ଟର ଗୁଡ଼ା, ଥାର୍ଡ଼ ଜେନେରେସନରେ ଆମର ଯେଉଁ ରହିଲା ଇଣ୍ଟିଗ୍ରେଟେଡ୍ ସାର୍କିଟ୍ ଆମର, ଫୋର୍ଥ ଜେନେରେସନରେ ମାଇକ୍ରୋ ପ୍ରୋସେସର କିମ୍ବା VLSI ବା ଭେରି ଲାର୍ଜ ସ୍କେଲ୍ସ ଇଣ୍ଟିଗ୍ରେଟେଡ୍ ସାର୍କିଟ୍। ଆଉ ବର୍ତ୍ତମାନ ତ ଫିଫ୍ଥ ଜେନେରେସନରେ ଆମର AI, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମର ବ୍ୟବହାର କରୁଛେ। ତ ଆମକୁ AIକୁ ନେଇକି ମଧ୍ୟ ପଚାରି ଦେଇପାରେ ବର୍ତ୍ତମାନ, ଯେମିତି ବର୍ତ୍ତମାନ ଆମର ସବୁଠୁ ଅଧିକ କେଉଁଟା ପପୁଲାର ଆପଣଙ୍କର, ଚାଟ୍ GPT ଆପଣଙ୍କର ହେଇଗଲା। ଦେନ୍ ମାଇକ୍ରୋସଫ୍ଟର ମଧ୍ୟ ଆପଣଙ୍କର AI ଆପଣଙ୍କର ରହିଛି, ଜେମିନି ମଧ୍ୟ ଆପଣଙ୍କର ଗୋଟେ ଗୋଟେ AI। ତ ଛୋଟିଆ ଛୋଟିଆ ଜିନିଷ ଗୁଡ଼ା ଆପଣ ଜାଣିଥିବେ। ଆଉ ହଁ, ଆଉ ଜବ୍ ପାଇଁ ଆମର କେଉଁ ଆପ୍ଲିକେସନ୍ ଆପଣଙ୍କର ରହିଛି, ଲିଙ୍କଡଇନ୍ଟା ଆମର ଜବ୍ ପାଇଁ ଆପଣଙ୍କର ଅଟେ। ତ ଏମିତିକା ଆମକୁ ପରୀକ୍ଷାରେ ପଚାରି ଦେଇପାରେ। ଠିକ୍ ଅଛି। ଆଉ ଯେଉଁ ରହିଲା ଆପଣଙ୍କର ପୂର୍ବରୁ ଆମେ ଯେଉଁ ବ୍ୟବହାର କରୁଥିଲେ, ଯେମିତି ଅନଲାଇନ୍ କ୍ଲାସ୍ କରିବା ପାଇଁ ଆପଣଙ୍କର ଯେଉଁ ଥିଲା, ଆପଣ ଦେଖିଥିବେ ନା, ଯେମିତି ଆପଣଙ୍କର ଏଇ ଯେଉଁ କ୍ଲାସ୍ କରିବା ପାଇଁ ଆମେ ଯେଉଁ ବ୍ୟବହାର କରୁ ଆପଣଙ୍କର ଗୁଗୁଲ ମିଟ୍ ଆପଣଙ୍କର ହେଇଗଲା, ଏଇସବୁ ଜିନିଷ ଗୁଡ଼ା ଆଉ। ଠିକ୍ ଅଛି, ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଧନ୍ୟବାଦ। ଏହା ଥିଲା OSSC CGL 2023ର କ୍ୱେଶ୍ଚିନ୍।